ଦେଖନ୍ତୁ ଭାଇ ଏଠି ମୁଁ ଅଛି ଦେଖିପାରୁଥିବେ ମୁଁ ଏଇ ମାନେ ସାଙ୍ଗମାନେ ଆଇଛନ୍ତି ଦେଖ ଏଇ ଆକାଶର ସଡୁ ମୁଁ ତାଙ୍କ ମାଉସୀ ପୁଅ ଏଇ ତାଙ୍କ ଭାଇ। ନମସ୍କାର ଜୟ ମା ଶାରଦା ସାଙ୍ଗମାନେ କେମିତି ଅଛନ୍ତି ଆପଣମାନେ? ଆଶା କରୁଛି ଆପଣମାନେ ଭଲ ଥିବେ। ମୁଁ ପୁରା ବଢିଆ ଅଛି। ଆପଣମାନେ ଭାବୁଥିବେ ସକାଳୁ ସକାଳୁ ଆଜ୍ଞା ମୁଁ ଆସି କ'ଣ ଗ୍ୟାରେଜରେ ପହଞ୍ଚିଲି। ଆଜି ହେଉଛି ବୁଧବାର ଆଉ ପାଖାପାଖି 2 ଦିନ ହବ ମୋ ଗାଡ଼ିର ସାଇଲେନ୍ସର ଭାଙ୍ଗି ଯାଇଥିଲା। ସେଥିପାଇଁ ମୁଁ ସାଇଲେନ୍ସର ଓଲ୍ଡିଂ କରିବା ପାଇଁ ଆସିଥିଲି ନରେନ୍ଦ୍ରପୁର। ତ ଗୋଟେ ପାର୍ସଲଟେ ମଗେଇଥିଲି, ମୋ ପାର୍ସଲ ମଧ୍ୟ ପଳେଇ ଆସିଥିଲା। ଏବେ ମୁଁ ଆସି ଘରେ ପହଞ୍ଚିଯାଇଛି। ଆଉ ସାଇଲେନ୍ସରଟାକୁ ମୁଁ ଏକୁଟିଆ ଖୋଲିଛି ଆଜ୍ଞା, ଏକୁଟିଆ ହିଁ ଲଗେଇଛି। କାହିଁକିନା ମୋ ସାଙ୍ଗରେ କେହି ନଥିଲେ କି ମୁଁ କାହାକୁ ଡାକିନି ମିସ୍ତ୍ରୀ, ଏକୁଟିଆ ଦିଟା ରେଞ୍ଚି ଧଇଲି, ମୁଁ ଏକୁଟିଆ ଖୋଲିଲି। ତ ଏବେ ଚାଲନ୍ତୁ ପାର୍ସଲଟାକୁ ଅନବକ୍ସିଂ କରିବା ଆଉ ତା ରିଭ୍ୟୁଟା ଚେକ୍ କରିବା। ତ ଆଜି ସକାଳେ ବହୁତ କାମ ସରିଲା ପରେ ଗୋଟେ ଜିନିଷ ଅର୍ଡର କରିଥିଲି ଫ୍ଲିପକାର୍ଟରେ, ଆଜି ସେ ପହଞ୍ଚିଛି। ତାକୁ ଅନବକ୍ସିଂ କରିବା ମାନେ ବ୍ଲୁଟୁଥ ଯୋଉଟା ଆମର ଆସୁଛି କରିବା ପାଇଁ ଚାହିଁଥିଲି, ତ ସେଇଟାକୁ ଅନବକ୍ସିଂ କରିଦେଲି। ତାପରେ ତଳ କରିଦେଲି, ଦେଖାଯିବନି ଯାହା କ୍ୱାଲିଟି କ'ଣ ଅଛି। ମାତ୍ର ବେଶୀ ନାହିଁ, 300 ଟଙ୍କା ମଗେଇ ଦେଖିବାକୁ ଟେଷ୍ଟ କରିବା କେମିତି କ'ଣ ହେଉଛି ଲାଗୁଛି। ତାପରେ ଆଗକୁ ବଢ଼ିବା। ଓପନ ହେଇଗଲା ଲେଡି ନା, ମୋର ତ ପ୍ରଥମ ଏକ୍ସପିରିଏନ୍ସ, ମୁଁ କେବେ ଆଗରୁ ମଗେଇ ନାହିଁ। କେମିତି ଖୋଲା ହୁଏ ମୁଁ ଜାଣିନି। ହଁ ଏଇ ଖୋଲିଗଲା ଭାଇ, ବଳି ପଡ଼ିଲା, ଖୋଲିଗଲା ଯେ ସେ ଖସିଗଲା। ଆଉ ଦେଖନ୍ତୁ ଆର ମାନେ ବେଶୀ ନାହିଁ, 2ଟା ଦାମ ଦେଉଛି। ଗୋଟେ ମାଇକ୍ରେ କଥା କହିବ, ଏଇଟା ଗୋଟେ ପିନ୍ ଲାଗିବ ପଛରେ ମାନେ ଭଏସ୍ ଆଣିବା ପାଇଁ, ଆଉ ଏଇଟା ହେଉଛି ତାର ଚାର୍ଜର ପିନ୍, ଆଉ କିଛି ନାହିଁ। ତ ଦେଖିବା କ'ଣ କେମିତି କହୁଛି। ହଁ ଆଉ ତା ଚାର୍ଜର ବି ଦେଇଛି, ବହୁତ ବଢ଼ିଆ କଥା। ଗୋଟିଏ ପିସ୍ ଦେଇଛି, ଟ୍ରାଏ କରିବା। ଆଉ କୋଉଟା କ'ଣ ମତେ ଜଣା ନାହିଁ ବେଶୀ କିଛି। ଏଠି ଗୋଟେ ସୁଇଚ୍ ଦେଇଛି, ହଁ ଏଇଟା ଏବେ ଅନ୍ ହେଇଗଲା, ଦେଖିବା। ତ ପାଖାପାଖି ଅନବକ୍ସିଂ କରିକି ରିଭ୍ୟୁ କରିକି ବହୁତ ଥିଲା ଭଲ ରିଭ୍ୟୁ। ତ ଏବେ ଆମେ ବାହାରି ଆସିଛୁ ଆମ ଗାଁରୁ ସମସ୍ତେ ମିଶିକିରି। ମୋ ସାଙ୍ଗର ଆଜି ଦେଖେଣିର ହେଉଛି, ତ ତାକୁ ଝିଅ ଘରୁ ଦେଖିବା ପାଇଁ ଆସୁଛନ୍ତି। ଦେଖୁଛନ୍ତି ଆଜ୍ଞା, ଆସିକି ମୋ ସାଙ୍ଗ ଘର ପାଖରେ ମୁଁ ପହଞ୍ଚିଗଲି। ଆଉ ମୋ ସାଙ୍ଗରେ ସାନ ଭାଇମାନେ ଆସିଛନ୍ତି, ବଡ଼ ଭାଇମାନେ ଆସିଛନ୍ତି, କିନ୍ତୁ ମୋ ନିଜର ସାଙ୍ଗମାନେ ଆଗରୁ ପଳେଇ ଆସିଛନ୍ତି। ଆଉ ସେମାନେ ଅଲରେଡ଼ି ଆସିକି ବସି ଯାଇଛନ୍ତି। ତ ଏପଟେ ସମସ୍ତେ ଖାଇ ବସିଛନ୍ତି, ସମସ୍ତେ ମିଶିକି। ଏଠି ଭାଇମାନେ ମୋର ଦେଖାହେଲେ, ବହୁତ ଖୁସି ଲାଗିଲା ଭାଇମାନଙ୍କ ସହିତ ମିଶିକିରି। କହିଲେ ଭାଇ ତମେ ଆସିଛ, ମୁଁ କହିଲି ହଁ ଭାଇ ପଳେଇ ଆସିଛି ଆଉ। ତ ଚାଲନ୍ତୁ ଏବେ ଉପରକୁ ଯିବା ସିଡ଼ିରେ ଆଉ ସାଙ୍ଗମାନଙ୍କ ପାଖକୁ ଏଇ ଆକାଶର ସଡୁ ମୁଁ ତାଙ୍କ ମାଉସୀ ପୁଅ ଏଇ ତାଙ୍କ ଭାଇ। ତ ତଳୁ ଭାଇମାନଙ୍କ ପାଖରୁ କାମ ସାରିକିରି ମାନେ କଥାବାର୍ତ୍ତା ହେଇକି ଆସି ମୋ ସାଙ୍ଗମାନଙ୍କ ପାଖରେ ପହଞ୍ଚିଲି। ଆଉ ମୋ ସାଙ୍ଗମାନେ ସମସ୍ତେ ଗୋଟେ ଜାଗାରେ ପୁରା ଏକଜୁଟ ହେଇ ବସିଛନ୍ତି, ଯେମିତି ମହାମିଳନ ଆମର ସମସ୍ତଙ୍କର। ଏଇଠି ଦେଖନ୍ତୁ ଭାଇ ଆମର ଡେମୋ ଦେଖାଉଛନ୍ତି। ଭାଇଙ୍କର ଆଜି ଭାଇ ପୁରା ଆଜି ଖୁସି ଅଛନ୍ତି, କାହିଁକିନା ଭାଇଙ୍କର ଆଜି ଦେଖିବାର ହେଇଛି ନା, ଭାଇ ଆଜି ପୁରା ଖୁସି। ଦେଖନ୍ତୁ ସମସ୍ତେ ଏଠି ଆମର ବସିଛନ୍ତି। ଆଉ ଖାଇଛ ନା ନାହିଁ ମୁଁ ଜାଣିନି, ହଁ ନାଦି ଦେଇ ସାରିବିନି, ପୁଣି ଆଉ ଥରେ ଲେଖା ଖିଆ ହବ ଆଉ। ଏଠି ଆମେ କ୍ୟାମେରା ଭାଇଙ୍କୁ ଡାକିଲୁ, ଭାଇ ଆମର ଫଟୋ ଭିଡ଼ିଓ କଲେ, ମୁଁ ତାଙ୍କର ଟିକେ ବ୍ଲଗିଂ କରିଦେଲି। ଏଠି ତଳକୁ ଆମେ ପଳେଇ ଆସିଛୁ। ଆଉ ବଡ଼ ଭାଇମାନେ ଆମର ସବୁ ସାନ ବଡ଼ ଭାଇମାନେ ଖାଇବା ବସିଛନ୍ତି। ପପା ଭାଇ ଆମର ଚିକେନ ଦଉଛନ୍ତି, ମାନେ ସ୍ପେଶାଲ ଚିକେନ ଆଜି ହେଇଛି ତ ସେଟା। ଦେଖନ୍ତୁ ଭାଇ ଏଠି ମୁଁ ଅଛି ଦେଖିପାରୁଥିବେ ମୁଁ ଏଇ ମାନେ ସାଙ୍ଗମାନେ ଆଇଛନ୍ତି ଦେଖ। ତ କମେଣ୍ଟ ଅପସନଟା ଡିଜେବଲ କରିଦେବେ। ଯଦି ନିମନ୍ତ୍ରଣ କରିଛୁ ବୋଲି ଟିକେ ଅପେକ୍ଷା ନାହିଁ, ଆଗ ଥର ଆସି ଖାଇଦେଲେ। ଭାଇ କ'ଣ କେମିତି ଟେଷ୍ଟ ହେଇଛି? ନା ସବୁ ବଢିଆ ଅଛି। ବଢିଆ ହେଇଛି। ଆପଣ ଆଉ କ'ଣ ଲାଗିବ? ଭାଇ ଆପଣ ତ ଆଇଛନ୍ତି ବାହାରୁ ଆସିଛନ୍ତି, କ'ଣ କିଛି ନାହିଁ, ମାଛ ଧରି ପିଛା ନାଗୁଛି। ମାଛ ପିତା ଲାଗୁଛି? ଭୁଲ ଅନ୍ୟ କାଟି ନାଇଁ ମାଛ